ଆମ ଘର ପାଖରେ ଗୋଟିଏ ପୋଖରୀ ଅଛି। ସେ ପୋଖରୀରେ ବହୁତ ମାଛ। ପ୍ରତିବର୍ଷ ଖରାଦିନେ ଧୀବରମାନେ ଜାଲ ଧରି ଆସି ମାଛ ଧରନ୍ତି। ମୁଁ ଛୋଟ ପିଲା ହୋଇଥାଏ, ସେତେବେଳେ ସେମାନେ ମାଛ ଧରନ୍ତି, ଭାରି ମଜା ଲାଗେ ଦେଖିବା ପାଇଁ। ସେମାନେ ମାଛ ଗୁଡ଼ିକୁ ଆଣି ଜାଲରୁ ଗୋଟିଏ କନ୍ଦିରେ ଏମିତି ଏମିତି ଝାଡ଼ି ଦିଅନ୍ତି। ଯେତେ ମାଛ ଥାନ୍ତି ସେ କନ୍ଦିରେ ରୁହନ୍ତି। କନ୍ଦି କ'ଣ? ବାଉଁଶ ପାତିଆରେ ଗୋଟେ ଜିନିଷ ତିଆରି ହୋଇଥାଏ। ତାର ଲମ୍ବ ପ୍ରାୟ 5-6 ଫୁଟ, ଓସାର 3 ଫୁଟ କି 3.5 ଫୁଟ, ତା ଗଭୀରତା ବି 3 ଫୁଟ। ଏମିତି ଗୋଟେ ବଡ଼ ପାତ୍ରରେ ମାଛ ରଖନ୍ତି। ମାଛମାନେ ତ ପାଣି ବିନା ରହିପାରିବେନି, ତା ଭିତରେ ଛଟପଟ ହୁଅନ୍ତି। କେତେକ ମାଛ ଜୋରରେ ଡିଆଁ ମାରି ବାହାରକୁ ପଳେଇ ଆସନ୍ତି, ଆଉ ଡେଇଁ ଡେଇଁକା ପୋଖରୀ ଭିତରେ ପଶିଯାଆନ୍ତି। ଆଉ କେତେକ ମାଛ ତାରି ଭିତରେ ଛଟପଟ ହୋଇ ମରିଯାଆନ୍ତି। ମୋତେ ଭାରି ଦୁଃଖ ଲାଗେ। ମୋ ଇଚ୍ଛା ହେଉଥାଏ ଯେମିତି ଯାଇକି ସେ ମାଛମାନଙ୍କୁ ନେଇ ବାହାରେ ପୋଖରୀରେ ଛାଡ଼ି ଦିଅନ୍ତି, କିନ୍ତୁ ଲୋକମାନେ ଜଗିକି ରହିଥାନ୍ତି। ବର୍ତ୍ତମାନ ମୁଁ ବସି ଭାବୁଛି, ଆକ୍ଚୁଆଲି ଆମେମାନେ ମଣିଷ ଆତ୍ମା କ'ଣ କରୁଛେ? ଏଇ ବିକାରରେ ରହି ଆମେ ଛଟପଟ ହେଉଛେ। କିନ୍ତୁ ସ୍ୱୟଂ ପରମପିତା ପରମାତ୍ମା ଆସିଛନ୍ତି, ଆମକୁ ଯୋଗ ଶିଖଉଛନ୍ତି, କେମିତି ପାପ କଟିବ ତାର ଉପାୟ ବତାଉଛନ୍ତି। ଆମେ ତାଙ୍କ କଥା ଶୁଣି ତାଙ୍କ ସହିତ ଯୋଗ ଲଗେଇ ପରମପିତା ପରମାତ୍ମା ଶିବ ଭଗବାନ ତାଙ୍କୁ ସବୁବେଳେ ସ୍ମୃତିରେ ରଖିବା। ସିଏ କରନ କରାବନହାର। ଆମେ ତାଙ୍କ ନିର୍ଦ୍ଦେଶରେ, ତାଙ୍କ କଥା ଶ୍ରୀମତରେ ଚାଲିଲେ ଆମର ପାପ କଟିବ। ପାପ କଟିଲେ ଆମେ ପୁଣି ଆମର ନିଜର ପିତା ଧାମ, ଆମ ଆତ୍ମାର ଧାମ ପରମ ଧାମକୁ ଯିବା। ଯେମିତି କେତେକ ମାଛ ଚେଷ୍ଟା କଲେନି, ଛଟପଟ ହେଲେ, ତାରି ଭିତରେ ପ୍ରାଣତ୍ୟାଗ କଲେ। ଆଉ କେତେକ ମାଛ ପୁରା ଚେଷ୍ଟା କରିକି ବାହାରକୁ ଯାଇକି ଯଥାସ୍ଥାନରେ ପହଞ୍ଚିଲେ। ସେମିତି ଆମେ, ଇଏ ଗୋଟେ ମେହନତର କଥା, ପରିଶ୍ରମ। ଏମିତି କହିଦେଲେ ହେବନି। ଆମେ ତ ନିଜକୁ କେଉଁ କାଳରୁ 2500 ବର୍ଷ ହେଲାଣି ଶରୀର ଭାବି ଆସୁଛେ। କିନ୍ତୁ ଯଦି ଆମେ ନିଜକୁ ଶରୀର ନ ଭାବିକି ଆତ୍ମା ଭାବିବା, ସୂକ୍ଷ୍ମ ଜ୍ୟୋତିର୍ବିନ୍ଦୁ ବୋଲି ନିଜକୁ ଭାବିବା, ତାମାନେ ଇଏ ତ ବଡ଼ କଷ୍ଟକର କଥା। କିନ୍ତୁ ଏଇଟା ଗୋଟେ ଅଭ୍ୟାସ କଲେ ହେବ। ଭଗବାନ କହୁଛନ୍ତି ତୁମେ ପ୍ରତିଦିନ ତାକୁ ଅଭ୍ୟାସ କରିଚାଲ। ମୁଁ ଆତ୍ମା, ମୁଁ ଶରୀର ନୁହେଁ, ମୁଁ ଆତ୍ମା। ଆତ୍ମା ବୋଲି ନିଜକୁ ଭାବିବା, ଯାହାକୁ ଦେଖିବା ତାକୁ ଆତ୍ମା ବୋଲି ଭାବିବା, ତାହେଲେ ଆମର ଅଭ୍ୟାସ ହେଇଯିବ। ଆଉ ଆତ୍ମା ବୋଲି ଭାବିଲେ ତାର ତ ଶରୀର ଦେଖିଲାରୁ ସିନା ଆମର ବିକାର ଦୃଷ୍ଟି ଆସୁଛି, ବିକାର ଭାବନା ଆସୁଛି, ଅନ୍ୟ କଥା ମନରେ ଆସୁଛି। କିନ୍ତୁ ଯଦି ଆତ୍ମା, ସେ ପରମାତ୍ମାଙ୍କ ସନ୍ତାନ, ମୁଁ ପରମାତ୍ମାଙ୍କ ସନ୍ତାନ, ସେ ଆତ୍ମା ରୂପେ ମୋର ଭାଇ, ଏମିତି ଭାବନାରେ ଯଦି ତା ସହିତ ଚଳିବା, ଆମ ମନରେ ଆଉ ବିକାର ସଂସ୍କାର ଆମର ବଢ଼ିବନି, ଆମକୁ ଆଉ କିଛି ଖରାପ ଲାଗିବନି। ଆମେ ନିଶ୍ଚିତ ଭାବରେ ଦିନକୁ ଦିନ ପାବନ ହେବା, ଭଗବାନଙ୍କ ସହିତ ପରମ ଧାମକୁ ଯିବା। ଆଉ ଯଦି ନିଜର ଆତ୍ମାର ତମ ପ୍ରଧାନ ଗୁଣ କଟି ସତ ପ୍ରଧାନ ହେଇଯିବ, ତାହେଲେ ଆମେ ବି ସତ୍ୟ ଯୁଗକୁ ଯିବା। ମାଛ ଆମକୁ ଏଇ ଶିକ୍ଷା ଦେଉଛି। ତାରି ଭିତରେ କଷ୍ଟ ନ ପାଇ ବା ଛଟପଟ ହୋଇ ପ୍ରାଣତ୍ୟାଗ ନ କରି, ଚେଷ୍ଟା କରି ଭଗବାନଙ୍କର ସାନ୍ନିଧ୍ୟରେ, ଭଗବାନଙ୍କ ଶ୍ରୀମତରେ ଚାଲି ଆମେ ଆମର ପରମ ଧାମକୁ ଶାନ୍ତିରେ ଭଗବାନଙ୍କ ସାଥିରେ ଯିବା, ପୁଣି ଜୀବନ ମୁକ୍ତ ଅବସ୍ଥାରେ ରହିବା ସତ୍ୟ ଯୁଗରେ। ଓମ୍ ଶାନ୍ତି, ଓମ୍ ଶାନ୍ତି।